ଗୋଟେ ଲୋକଟି ରାସ୍ତାରେ ଯାଉଥିଲା, ଅଚାନକ ଦେଖିଲେ ଗୋଟେ ଜାଗାରେ ଗହଳି ହେଇଛନ୍ତି, ଲୋକମାନେ ଚିଲାଚିଲି କରୁଛନ୍ତି, କାହାକୁ ଗୋଟେ ମାରୁଛନ୍ତି। ତ ଲୋକଟେ ଯାଇକି ପଶିକି ଦେଖିଲା ବେଳକୁ ଗୋଟେ ଛୋଟ ସାପକୁ ଲୋକମାନେ ଦରମରା ଅବସ୍ଥା କରିକି ମାରି ସାରିଲେଣି। ତ ସେ ଲୋକଟା ବୁଝେଇଲେ କି ଭାଇ ଏ ସାପକୁ ମାରୁନି, ମୁଁ ନେଇକି ଯିବି। ସମସ୍ତେ ବୁଝେଇଲେ ଭାଇ ଏ ସାପଟା ତମେ ନେଇକି କଣ ଯିବ, ଏ ତମକୁ ଚୋଟ ମାରିଦବ। ସେ ଲୋକଟା କହିଲା ନାଇଁ ଆଜ୍ଞା, ମୁଁ ଗୋଟେ ହଉଛି ସାପୁଆ ଖେଳା, ମୁଁ ସାପ ମାନଙ୍କୁ ନେଇକି ଯାଏ, ତାଙ୍କୁ ରଖେ। ଲୋକମାନେ ସମସ୍ତେ ବୁଝେଇଲେ କି ଭାଇ ନିଅନି ଭାଇ, ଇଏ ଭାରି ଡେଞ୍ଜରିୟସ୍ ସାପ। କିନ୍ତୁ ଲୋକଟି ନେଇକି ଗଲା, ତାକୁ ଟ୍ରିଟମେଣ୍ଟ କଲା, ତାକୁ ମାନେ ସୁସ୍ଥ କଲା। ସୁସ୍ଥ କଲା ପରେ ତାକୁ ମାନେ ଯେମିତି କଣ କ୍ଷୀର ଫିର ଦେଇକି ସେ ଦିନକୁ ଦିନ ବଡ ହେଲା। ତ ଅଚାନକ ଦିନେ କଣ ହେଲା, ଲାଇନ କଟି ଯାଇଥାଏ, ସେ ଲୋକଟି ବାହାରକୁ ଯାଇଥାଏ। ଯେତେବେଳେ ଘରକୁ ଫେରିଲା ନା, ତ ବୋଧେ ତା ହାତରୁ କିଛି ଗୋଟେ ପଡିଗଲା, ସେ ସଙ୍ଗେ ସଙ୍ଗେ ଦେଖିଲା କି ଅନ୍ଧାରେ କିଏ ତାକୁ ଚୋଟ ମାରିଦେଲା। ସେ ଆଉ କିଏ ନୁହଁ, ସେ ଯୋଉ ସାପଟା ଆଣିଥିଲା ସେ ସେଇ ସାପ ଥିଲା। ସେତେବେଳେ ସେ ଲୋକଟା ବୁଝିପାରିଲା କି ସାପକୁ ତମେ ଯେତେ କ୍ଷୀର ଦେଇକି ଯେତେ ପାଳିଲେ ବି ନା, ସେ ଦିନେ ଦିନେ ତ ତମକୁ ଚୋଟ ମାରିବାଟା ହିଁ ମାରିବ। ଆଜ୍ଞା, ଏଇ ଯୋଉ କଥାଟା କୌଣସି ସାପ ପାଇଁ ନଥିଲା। କିଛି କିଛି ଲୋକ ଥାଆନ୍ତି, ଆପଣ ତାଙ୍କ ପାଇଁ ଯେତେ ଯାହା କରନ୍ତୁ ସିଏ ଆପଣଙ୍କ ଚୋଟଟା ମାରିବେ ହିଁ ମାରିବେ। ବୁଝିଗଲ ନା? ଠିକ ବୁଝିବେ। ଲଭ୍ ୟୁ। ଗୋଟେ ଲୋକଟି ରାସ୍ତାରେ ଯାଉଥିଲା,